ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ମୋ ସାନ ପୁଅ କହିଲା ବାବା ସେ ମାଛ ଆଣ, ମୋତେ ତ ଭାଜି ଆସୁନି। ତାପରେ ଆଜି ଘର ଫର ଧୁଆ ହେଇଛି ଯେହେତୁ ସିଏ କାଲି ଗୁରୁବାର ଅଛି, ଗ୍ୟାସ୍ରେ ହେବନି ଆଇଁଷ, ସେଥିପାଇଁ ଚୁଲିରେ କରୁଛି। ମୋତେ କହିଲା ବାବା ତେଲ ଅଧିକା ପକାଇବ ଆଉ ଚାରିଆଡ଼େ ବୁଲେଇ ଦେବ, ତା ହିସାବରେ କରୁଛି। ତଥାପି ଭଲ ହେଉଛି, ଦେଖାଯାଉ। ପଖାଳ ଖିଆ ହେଉଛି, ରାତିରେ ଗରମ ଭାତ ରୋଷେଇ ହେଉଛି। ମାଛ ଭଜା ହେବ, ପଖାଳ ଖିଆ ହେବ, ଆଉ ବି ଏଠି ଯେତିକି କଞ୍ଚା ମାଛ ଅଛି ସିଏ ବି ଭଜା ହେବ। ଆଉ ମୋ ବଡ଼ ପୁଅର ସିଏ ଶାକାହାରୀ, ଗଛରୁ ସଜନା ଛୁଇଁ 4-5ଟା ସଜନା ଛୁଇଁ ପାରିଛି। ପ୍ରଥମ କରି ଆଜି କରାହେଇଛି। ବଡ଼ ଗଛଟା ପାରିହେଲାନି, ଆହୁରି କିଛି ଅଛି, ପରେ ପରା ହେବ। ତା'ର ସଜନା ଛୁଇଁ ଆଳୁ ଭଜା ହେବ। ମୋତେ ଜାଣିପାରୁନି ମୋ ଚୁଲିରେ, ତଥାପି ଜୋର ହେଇଗଲା ବୋଧେ ଜାଳ। ଏସବୁ ଆଜ୍ଞା ମାଇପି କାମ, ସ୍ତ୍ରୀ ଲୋକର କାମଟା ମୁଁ ପୁରୁଷ ଲୋକଟା କରୁଛି। ଯାହା ହଉ ଯେମିତି କରିଦେଉଛି। ସାନ ପୁଅ ମୋର ଗାଧୋଇ ପଡ଼ୁଛି, ଦେଖନ୍ତୁ। ପଖାଳ ଖାଇବ, ଗାଧୋଇକି ପ୍ୟାଣ୍ଟ ସାର୍ଟ ସବୁ ଧୁଆଧୁଇ କରୁଛି। ଏଇଭଳି ଜଞ୍ଜାଳ ମଣିଷ ବଞ୍ଚୁଛି। ଜାଣିପାରୁନି ମାଛ ଭଜାଟା ତେଲ କେତେ ପଡ଼ିବ, କ'ଣ ହେବ, ମୋର ସବୁ ଲାଖି ଯାଉଛି। ତଥାପି ପକାଇ ଦେଉଛି ମଜା ମଜା, ଯାହା ହେବ ଆଉ କ'ଣ କରିବା। ଏମିତି ହେଇଛି। ଆଉ ମାଛ ଭଜା ସରିଲା ପରେ ଆଳୁ 5ଟା ସଜନା ଛୁଇଁ ପାରିଲି, ଆଉ ପାରିପାରିଲିନି। ଆଉ 2ଟା ପରା ହେଲା, ଆମ ଦାଦା ଘରକୁ ଦିଆହେବ। ମୁଁ ତ ପାରିପାରିନି ନା, ସମୟ ନାହିଁ। ବେକ ବି କ'ଣ ହେଇଯାଉଛି, ବହୁତ ବଡ଼ ଗଛଟା। ମୋ ପୁଅ ଗୋଟେ ମାଛ ରଖିଛି ବୋତଲ ଭିତରେ, ଦେଖନ୍ତୁ ସାଙ୍ଗମାନେ। ବୋତଲ ଭିତରେ ମାଛ ରଖିଛି। ଯାହା ହଉ ଆପଣମାନେ ଟିକେ ଦୟା କରନ୍ତୁ। ବହୁ ଅସୁବିଧାର ସମ୍ମୁଖୀନ ମୁଁ ହେଉଛି। ଆପଣମାନଙ୍କ ଦୟା ଯଦି ହେବ ତାହେଲେ ମୋ ପିଲାମାନେ ମଣିଷ ହେଇପାରିବେ। ଆପଣମାନେ ଟିକେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। କାଲି ଆମର ଗୁରୁବାର ଥିଲା, ବହୁତ ଖୁସି ହେଇଥାନ୍ତା, ହସ ଖୁସି ପିତା ପଇତା ଘର ଦ୍ୱାରା ପଡ଼ିଥାନ୍ତା, କିନ୍ତୁ ଆମର କେହି ନାହାନ୍ତି। ଯେହେତୁ ମୋ ଧାନ ମତେ ଛାଡ଼ିକି ଚାଲିଗଲା, ଆଉ ପିତା ପଇତା ପକାଇବାର ବି ଆମର ଆଉ କେହି ନାହାନ୍ତି। କ'ଣ କରିବା। ସେଥିପାଇଁ ମୋ ପୁଅ କହିଲା ବାବା ଗ୍ୟାସ୍ରେ ଭଜା ହେବନି, ଗ୍ୟାସ୍ କୋଠା ଧୁଆ ହେଇଯାଇଛି। ହଉ, ଏଇଭଳି ସମ୍ମୁଖୀନର ଆମେ ଇଏ କରୁଛୁ। ଆପଣଙ୍କ ଅନୁରୋଧ, ଶହେ ମାତ୍ରାରେ ଆପଣ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ସାର୍ କିଛି ଟଙ୍କାଟା ଭାଇମାନେ ଖର୍ଚ୍ଚ ହେବନି ସାଙ୍ଗମାନେ। ଗୋଟାଏ ଲାଇକ୍, ଗୋଟାଏ ସେୟାର ଦେଲେ ଆପଣଙ୍କର କ'ଣ ପଇସା କଟିଯିବ? ମଙ୍ଗଳା ମୁଗୁଳା ଭିଡ଼ିଓ ଦେଖୁଛନ୍ତି, ସେଥିରେ ପଇସା କଟିଯାଉଛି। ଏ ସବୁ ଗୋଟେ ଲାଇକ୍ ସେୟାର କରିଦେଲେ ମୁଁ ଉପକୃତ ହେବି। ଆପଣମାନଙ୍କ ଦୟା ଆଉ ଆପଣମାନଙ୍କ ଋଣ ମୁଁ ସୁଝିପାରିବିନି। ଆଉ ଜଗନ୍ନାଥ ବଡ଼ ଠାକୁର ଜଗନ୍ନାଥ କାଳିଆକାନ୍ତଙ୍କ ପାଖରେ ନିବେଦନ, ଆପଣମାନେ ଗୋଟେ ସେୟାର ଖାଲି କରିଦିଅନ୍ତୁ ଭିଡ଼ିଓଟିକୁ। ମୁଁ ଆପଣମାନଙ୍କ ଚିର ଉପକୃତ ହେଇକି ରହିବି। ଆଉ କାଳିଆକାନ୍ତ ପାଖରେ ନିବେଦନ, ଆପଣଙ୍କ ସଂସାର ହସ କରୁଥିବେ କଟିଯାଏ, ମୋ ସଂସାର ତ ଭାଙ୍ଗିଯାଇଛି।
ଆପଣଙ୍କର ହସ ଖୁସିରେ କଟିଯାଏ। ଜୟ ଜଗନ୍ନାଥ। ଭିଡ଼ିଓକୁ ଯେଉଁମାନେ ଦେଖନ୍ତି ଏବେ ଭାଇ ସୋସିଆଲ୍ ମିଡ଼ିଆରେ ଆସୁଛି ସେ ଭିଡ଼ିଓଟାକୁ ଦେଖ, ନହେଲେ କାଲି ସକାଳେ ତୋର ଅମଙ୍ଗଳ ହେବ। ମୁଁ ତ ସେଗୁଡ଼ା କହୁନି ଆଜ୍ଞା, ସେ ମିଛ କଥା କହିକି ଫେକ୍ କରୁଛନ୍ତି, ଡରେଇ ଦେଉଛନ୍ତି, ସେସବୁ କିଛି ଦରକାର ନାହିଁ। ପ୍ରକୃତ ବିଚାର ଯିଏ ବିଚାର କରୁଛି ସେ ବିଚାର କରିବ। ଜୟ ଜଗନ୍ନାଥ। ଆଜି ଦିନଟି ସମସ୍ତଙ୍କ ପାଇଁ ସୁଖମୟରେ କଟିଯାଉ। 2026 ସମସ୍ତଙ୍କ ପାଇଁ ହସ ଖୁସିରେ ଭରିଦେଉ। ଏତିକି ନିବେଦନ।